ଖୋଲୁଛି ଆତଙ୍କୀ ବୁଖାରୀର ଗୁମର। ବୁଖାରୀ ରଚିଥିଲା ସାଂଘାତିକ ଷଡ଼ଯନ୍ତ୍ର। 5 ଦିନିଆ ରିମାଣ୍ଡରେ ଆଣି ଚାଲିଛି ଝାଳ ବୁହା ଜେରା। ବୁଖାରୀକୁ ଗୁଡ଼େଇ ତୁଡ଼େଇ ଜେରା କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ପ୍ରଥମ ଦିନରେ ଅନେକ ପ୍ରଶ୍ନ କରିଥିଲା ଏସଟିଏଫ ଓ ଆଇବି ଟିମ୍। ଟେରର ଫଣ୍ଡିଂ, ଟେରର ଲିଙ୍କ୍, ଲଭ୍ ଜିହାଦ ନେଇ ଜେରା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଜେରା ବେଳେ ମାନିଛି ଯେ ନିଜେ କରିଥିଲା ଗୋଟିଏ ଆପ୍। ଏହି ଆପ୍ରେ କିଛି ଯୁବତୀଙ୍କୁ ସେ ରଖିଥିଲା ଯୋଗାଯୋଗରେ। ଯେଉଁମାନେ ନ୍ୟୁଡ୍ କଲ୍ରେ ସାମିଲ ହେଉଥିଲେ ତାଙ୍କଠାରୁ ମୋଟା ଅଙ୍କର କମିଶନ ନେଉଥିଲେ। ଓଡ଼ିଶାର 2 ଜଣଙ୍କ ସହ ମଧ୍ୟ ସମ୍ପର୍କ ଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ପାକିସ୍ତାନ, ନେପାଳ ସମେତ ବିଭିନ୍ନ ଦେଶର 12 ଯୁବତୀଙ୍କ ସହ ବୁଖାରୀର ଅନଲାଇନ୍ ଚାଟିଂ ମଧ୍ୟ କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଲାଗିଛି। 9ଟି ବ୍ୟାଙ୍କରେ ଆକାଉଣ୍ଟ ରହିଛି। ଇଣ୍ଡସ୍ଇଣ୍ଡ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ, ଏସବିଆଇ, ଜେଏଣ୍ଡକେ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ, ଆଇଡିଏଫସି ବ୍ୟାଙ୍କ ଅଫ୍ ବରୋଡାରେ ରହିଛି ଆକାଉଣ୍ଟ। ସେଥିରୁ ମିଳିଛି କୋଟି କୋଟି ଟଙ୍କା କାରବାର। ଯୁବତୀଙ୍କ ସହ ସମ୍ପର୍କ ରଖି ହନି ଟ୍ରାପ୍ରେ ବ୍ୟବହାର କରୁଥିବା କିଛି ତଥ୍ୟ ଯୋଗାଉଥିବା ମଧ୍ୟ ସନ୍ଦେହ କରୁଛି ଏସଟିଏଫ। ଭୁବନେଶ୍ୱରରୁ ସରୋଜ ରାଉତଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।